ଭାରତ ଏବଂ ଆମେରିକା ମଧ୍ୟରେ ଯେଉଁ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ ହେବ ତାର ସମ୍ପୂର୍ଣ୍ଣ ରୂପରେଖ ଏପର୍ଯ୍ୟନ୍ତ ଜଣା ହେଇନାହିଁ। ଅର୍ଥାତ୍ କେଉଁ ଜିନିଷ ଭାରତରୁ ଯାଇକିରି ଆମେରିକାରେ ବିକ୍ରି ହେବ ଏବଂ ତା ଦେହରେ ବେଶୀ ଟିକସ ପଡ଼ିବନି, କେଉଁ ଜିନିଷ ଆମେରିକାରେ ତିଆରି ହେଇକିରି ଭାରତରେ ଆସି ବିକାଯିବ ତା ଉପରେ କେତେ ଟିକସ ପଡ଼ିବ, ଏଇ ଯେଉଁ ସମ୍ପୂର୍ଣ୍ଣ ରୂପରେଖ ଜଣାପଡ଼ିନାହିଁ। କିନ୍ତୁ କେବଳ ଏତିକି ଜଣା ହେଇଛି ଏବଂ ଉଭୟ ଦେଶର ରାଷ୍ଟ୍ର ମୁଖ୍ୟ ଅର୍ଥାତ୍ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେଇମାନଙ୍କ ଉକ୍ତିରୁ ଯାହା ଯେତିକି ସାଧାରଣ ଲୋକେ ଜାଣିଛନ୍ତି ତାହା ହେଲା ଯେ ଭାରତରୁ ଯାହା ଜିନିଷ ବର୍ତ୍ତମାନ ଯାଇକିରି ଆମେରିକାରେ ବିକ୍ରି ହେବ ତା ଉପରେ 18%ରୁ ଅର୍ଥାତ୍ ଶତକଡ଼ା 18ରୁ ଅଧିକା କେବେ କର ଲାଗିବ ନାହିଁ। ଅର୍ଥାତ୍ ଆମ ଜିନିଷ ଆମେରିକାରେ ପହଞ୍ଚିଲା ବେଳକୁ ସେଥିରେ ଆମେରିକା ସରକାର 18% ଟିକସ କେବଳ ଲାଗୁ କରିବେ ଏବଂ ଆମେରିକାର ଏମିତି ଅନେକ ଜିନିଷ ଆମ ଦେଶରେ ଆସି ପହଞ୍ଚିଲା ବେଳକୁ ଆମ ଦେଶ ସେଥିରେ ରାଜି ହେଇଛି ଯେ କୌଣସି ଟିକସ ସରକାର ଲାଗୁ କରିବେ ନାହିଁ। ମୋଟାମୋଟି କଥା ହେଲା ଏଇଆ। କିନ୍ତୁ କେଉଁ ଜିନିଷ ଆମର ସେଠିକି କେଉଁ ଜିନିଷ ତାଙ୍କର ଏଠି ଆସି ବିକ୍ରି ହେବ ଏବଂ ତା ଉପରେ ଟିକସ ପଡ଼ିବ ଲାଗୁ ହେବ ନାହିଁ, ଏହାର ସମ୍ପୂର୍ଣ୍ଣ ରୂପରେଖ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ। ତେବେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀ କେନ୍ଦ୍ର ସରକାର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆମେ ଯେଉଁ କଥାକୁ ନେଇକିରି ଏପର୍ଯ୍ୟନ୍ତ ଅଡ଼ି ବସିଥିଲୁ ଆମେରିକା ସହିତ ଆମେ ଏଗ୍ରିମେଣ୍ଟ ବା ବାଣିଜ୍ୟ ରାଜିନାମା କରିବୁ ନାହିଁ ବୋଲିକିରି ଆମର ସେ ବିଷୟ ବରକରାର ରହିଛି ମାନେ ଆମେ ସେଥିରୁ ଘୁଞ୍ଚି ନାହୁଁ। ଅର୍ଥାତ୍ ଆମେ ଯେଉଁ ପ୍ରସଙ୍ଗ ନେଇକିରି ଏପର୍ଯ୍ୟନ୍ତ ଗଡ଼େଇ ଆସୁଥିଲୁ, ରାଜି ହେଉନଥିଲୁ ଆମେରିକା କଥାରେ, ଆମର ଯାହା ଦାବି ତାହା ସମ୍ପୂର୍ଣ୍ଣ ଆମେରିକା ଗ୍ରହଣ କରୁଛି। କ'ଣ ସେ ଦାବିଟି ଆମର ଥିଲା? ପ୍ରଧାନମନ୍ତ୍ରୀ ମୂଳରୁ କହି ଆସିଛନ୍ତି ଆମେରିକା କେବଳ ନୁହେଁ, ଭାରତ ଯେଉଁ ଦେଶ ସହିତ ବାଣିଜ୍ୟିକ ରାଜିନାମା କରିବ ଏକଥା କଲା ବେଳକୁ ଭାରତ ଗୋଟିଏ ଦୁଇଟି କଥା ଉପରେ ବେଶୀ ଗୁରୁତ୍ୱ ଦେବ। କ'ଣ ନା ଆମେ ଏଭଳି କିଛି କାର୍ଯ୍ୟ କରିବୁ ନାହିଁ, ଏଭଳି କିଛି ରାଜିନାମା କୌଣସି ଦେଶ ସହିତ କରିବୁ ନାହିଁ ଆମେରିକା ସହିତ ମଧ୍ୟ ଯେଉଁଥିରେ କି ଆମର ଚାଷୀମାନେ କ୍ଷତିଗ୍ରସ୍ତ ହେବେ, ଆମର କୃଷିଜାତ ଦ୍ରବ୍ୟ ବଜାରରେ ବିକ୍ରି ନ ହେଇକିରି ପଡ଼ି ରହିବ, ଆମର କୃଷି ସେକ୍ଟର ବା ଚାଷ କ୍ଷେତ୍ର ଏବଂ ଚାଷୀ ଏବଂ ଖାଲି ସେତିକି ନୁହେଁ, ଆମର ଯେଉଁମାନେ ମାଛ ଧରୁଛନ୍ତି ଅର୍ଥାତ୍ ମତ୍ସ୍ୟଜୀବୀମାନେ, ଆମର ଯେଉଁମାନେ ସବୁ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି, କାହିଁକିନା ଭାରତ ହେଉଛି ଗୋଟେ ବିଶାଳ ଦେଶ, ବହୁତ ବିରାଟ ଦେଶ, 140 କୋଟିରୁ ଆମେ ଅଧିକା ଲୋକ ଏଠି ଅଛୁ। ଏଠି ଲୋକ ମାଛ ଧରିକିରି ଜୀବିକା ନିର୍ବାହ କରନ୍ତି, ଏଠି ଲୋକ ଚାଷ କରିକିରି ଜୀବିକା ନିର୍ବାହ କରନ୍ତି। କେବଳ ସେତିକି ନୁହେଁ, ଘରେ ଗାଈ ରଖିକିରି ଦୁଧ ବିକିକିରି ମଧ୍ୟ ଲୋକ ଜୀବିକା ନିର୍ବାହ କରୁଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ କହିଥିଲେ ଆମର ଦୁଗ୍ଧଜାତ ଦ୍ରବ୍ୟ ଉପରେ ଯେଭଳି କିଛି ଆଞ୍ଚ ନ ଆସେ ତାକୁ ଆମେ ଦେଖିବୁ, ଚାଷୀଙ୍କର ସ୍ୱାର୍ଥ ରକ୍ଷା ହେବ, ଏଗ୍ରିକଲଚରର କୌଣସି ପ୍ରକାର କ୍ଷତି ହେବନି ତାକୁ ମଧ୍ୟ ଆମେ ଦେଖିବୁ, ମାଛ ଧରିକିରି ଯେଉଁମାନେ ବିକ୍ରି କରିକିରି ଯେଉଁମାନେ ଜୀବିକା ନିର୍ବାହ କରୁଛନ୍ତି ସେମାନଙ୍କର ମଧ୍ୟ ଯେଭଳି କିଛି ଅସୁବିଧା ହେବନି ତା ଆମେ ଯେକୌଣସି ବ୍ୟବସାୟିକ ରାଜିନାମା କଲା ବେଳକୁ ତାକୁ ଆମେ ଧ୍ୟାନ ଦେବୁ। ଆମେରିକା ପ୍ରଥମରୁ ଅଡ଼ି ବସିଥିଲା ଆପଣ ଏଇ କଟକଣାକୁ ଉଠାନ୍ତୁ। ଭାରତ ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ରୋକଠୋକ କହିଦେଇଥିଲେ ଯେ ଆମେ ଏ କାମ କରିବୁ ନାହିଁ। ଆଉ କେଉଁଥିରେ ଆମେ ହୁଏତ କମ୍ପ୍ରମାଇଜ କରିପାରୁ, ଯଥା ଆମେରିକାରେ ବଡ଼ ବଡ଼ ବହୁତ ଶକ୍ତିଶାଳୀ ମୋଟର ସାଇକେଲ ତିଆରି ହୁଏ। ସେ ମୋଟର ସାଇକେଲ ଆମେରିକା ସରକାର ଟ୍ରମ୍ପ ଯେତେବେଳେ ପ୍ରଥମେ ରାଷ୍ଟ୍ରପତି ହେଇଥିଲେ ସେତେବେଳୁ ସେ ଅଡ଼ି ବସିଛନ୍ତି ଏ ମୋଟର ସାଇକେଲ ଯାଇକିରି ଭାରତରେ ବିକ୍ରି ହେବ। ସେତେବେଳେ କେନ୍ଦ୍ର ସରକାର ଆମର ସେ ମୋଟର ସାଇକେଲ ଉପରେ ଅନେକ ଟିକସ ମଧ୍ୟ ଲାଗୁ କରୁଥିଲେ, ଯେଉଁଥିପାଇଁ ସେମାନେ ପ୍ରତିବାଦ କରୁଥିଲେ। ଏବେ ମାନେ ବର୍ତ୍ତମାନର ଯେଉଁ ରାଜିନାମା ହେବାକୁ ଯାଉଛି ସେ ରାଜିନାମାରେ ଏଇ ମୋଟର ସାଇକେଲ କଥା ଅଛି କି ନାହିଁ, ହାର୍ଲେ ଡେଭିଡସନ୍ ମୋଟର ସାଇକେଲ କଥା ଅଛି କି ନାହିଁ ତା ମୁଁ ସ୍ପଷ୍ଟ ଭାବରେ ଏବେ ତ କହି ହେଉନି, କାହିଁକିନା ତାର ସମ୍ପୂର୍ଣ୍ଣ ରୂପରେଖ ଏପର୍ଯ୍ୟନ୍ତ ମଧ୍ୟ ପ୍ରକାଶିତ ହେଇନି। କିନ୍ତୁ ଆମେରିକାରୁ ଅନେକ ଜିନିଷ ସେଇଭଳି ଆସି ଭାରତରେ ବିକ୍ରି ହେବ ଯେଉଁଥିରେ କି ମୋଟେ ଟିକସ ଲାଗୁ ହେବ ନାହିଁ ଏବଂ ଏହାଦ୍ୱାରା ସାଧାରଣ ଲୋକ ସେମାନଙ୍କର ଯେମିତି କିଛି କ୍ଷତି ନ ହେବ ତାହା ଏଥିରେ ଦୃଷ୍ଟି ରଖାଯାଇଛି।
ट्रम्प आम उपर कहीं रागिले एवं काली जितेबले प्राय राति 11टा बेलू 10:30 11टा बेलू ये कथा जना पड़ा जे भारत एवं अमेरिका जना माने राजी होती निज निज भितर वाणिज्यिक राजीनामा करने व्यावसायिक राजीनामा करने भारत एवं अमेरिका परस्पर भितर राजी होती एक दुई रे ए कथा जना पड़ू पड़ू खबर आसु आसु देखागला जे अमेरिका राष्ट्रपति डोनाल्ड ट्रम्प एक्स रे आगे जहाँ को ट्विटर कहला से प्रधानमंत्री को उच्छ्वसित प्रशंसा करी एवं भारत तांकर शर्तरे बा राजीनामा पे राजी होइतिबा एकथा को मध्य भारत को प्रशंसा करी गोटे लंबा पोस्ट करचंती। से पोस्ट रे आपण देखिबे राष्ट्रपति ट्रम्प प्रधानमंत्री को उच्छ्वसित संबर्धना उच्छ्वसित प्रशंसा करचंती। माई फ्रेंड माई गुड फ्रेंड मोर बंधु मोर भल बंधु एवं एक ट्रम्प कहते जे जेहेतु नरेंद्र मोदी सहित मोर संपर्क बहुत भल से मोर जने भल बंधु एवं तांको प्रति मोर यथेष्ट सम्मान अच्छी एक कथा मध्य से लिखिंट से दृष्टि भारत उपर जो 25 भाग अतिरिक्त कर लागू करा जाइथिला दंड स्वरूप जो कर लागू करा जाइथिला कहीं ना भारत को दाबी करुला अमेरिका सब चाप प्रयोग करुला जे रुषिया अशोधित तैल न किणवा भारत सरकार से जुक्ति थिला जे आमे एते बड़ देश आमर एते तेल दरकार आमे काठू जिनस किणबू कौन किणमु आमको जिते जो जगह सुविधा है आमे किणमु आपणकर का सहित युद्ध लगी कौन लगी बोले आमे कौन से दायी आमे कहीं तेल किणवा बंद करदेबू से डोनाल्ड ट्रम्प रागिकी आम उपरे जे 25% तो टिकस लगे ताऊपर आहरी 25% लगेले कालीर ये जो उभय देश जो राजी होती परस्पर भितर वाणिज्य राजीनामा करने वाणिज्यिक राजीनामा करने से ट्रम्प तांकर एक्स हैंडल पोस्ट करी जहाँ कहते जहाँ मु कहली प्रधानमंत्री को उच्छ्वसित प्रशंसा करछंती तांको प्रति यथेष्ट सम्मान अच्छे बोली कहते एवं प्रधानमंत्री एक कड़े कहते प्रतिश्रुति देते ट्रम्प को जे आमे धीरे धीरे रशिया ठू जो अशोधित तैल किणुलु ताकू धीरे धीरे आमे कमेबू वास्तव में देखा गले बहुत दिन है बेस किछि मास है भारत रशिया जो किणुला अशोधित तैल ताकू कमेबार लगी कहीं गोटे समय से बत्ती सस्तार दौले बोलिकी आम आणुलु एवं तांकर दर आउ टे से बढ़ई दे अन्य मान तुलन में कम थईपे किंतु बढ़ई दे भारत मध्य या भितर केवल गोटे जगह एते तेल न कि विभिन्न कथा हूँ आप गोटे मार्केट रू सब जिन कहीं किणवे ताले आपणकर से मार्केट रे निर्भरशीलता बढ़ीज जोटा कि भविष्य भल नुहे से भारत साउदी अरब रु किणे गल्फर अन्य देश ठू तेल किणे यही जो ट्रम्प एवं प्रधानमंत्री को मध्य जो बुझाणा है डील हम बोलिकी जो राजी होती से आउ जोड़े क्लज अच्छी माने आउ जोड़े पॉइंट अच्छी तादे कौन ना गोटे पॉइंट हूँ वेनेजुएला रु भारत तेल किणव वेनेजुएला बर्तमान अवस्था जहाँ से तेल जो भाव में बाहर से अति रुग्ण अवस्था भंगा भंगी होकर से सब तैलकूप गुड़िक अच्छी से सजड़ा हम जहाँ भी हम भारत राजी हो ठीक अच्छे आम वेनेजुएला रु तेल किणबू द्वितीय कथा हूँ अमेरिका दाबी करमठू भी तेल किण भारत से राजी होती आम तो खाली यही बर्तमान आप कहते बोली आम राजी गलु ता नुहे भारत अमेरिका तेल किणे खाली से नुहे अमेरिका भारत उपरे भारत मध्य जो बुझाणा है से आहरी गोटे कथा अच्छी जे भारत अमेरिका रु प्राय $500 बिलियन विभिन्न जिनस सब किणव अर्थात से आसी आमको ये बिकिबे बा व्यवसाय करेंगे $500 बिलियन हम जमी भारत मध्य से आम एबे भी
ଅନେକ ଜିନିଷ ଆମେରିକା ଉପରେ ନିର୍ଭର କରୁ, ଆମେରିକା କିଣୁ। ତେଣୁ ଆମର ସେଥିରେ କିଛି ଆପତ୍ତି ନାହିଁ। ସବୁଗୁଡ଼ିକ ଯେ ଏକା ମାସରେ ବା ଏକା ବର୍ଷରେ କିଣା ହେଇପାରିବ ତା ତ ନୁହେଁ, ଧୀରେ ଧୀରେ କିଣାଯିବ ସେସବୁ। ଆମେ ତ ରାଜି, ଆମର କିଛି ଅସୁବିଧା ନାହିଁ। ଏବଂ ଯେଉଁମାନେ କହନ୍ତି ଯେ ଆମେରିକାରୁ କାହିଁକି ଏସବୁ ଟେକ୍ନୋଲୋଜି ବିଭିନ୍ନ ପ୍ରକାର କିଣାଯାଉଛି, ଏକଥା ସ୍ୱୀକାର କରିବାକୁ ପଡ଼ିବ। ଆମେରିକା ସହିତ କାହାର ସମ୍ପର୍କ ଭଲ ଥାଉ କି ଖରାପ ଥାଉ, ଏକଥା ନିଶ୍ଚିତ ଯେ ଆମେରିକାର ଟେକ୍ନୋଲୋଜି ଆଜିକା ଦିନରେ ଭାରତ ବିଶ୍ୱ ବଜାରରେ କହିବାକୁ ଗଲେ ସବୁଠୁ ଭଲ। ଆମେରିକାରେ ଯେକୌଣସି କ୍ଷେତ୍ରରେ ଆପଣ ଟେକ୍ନୋଲୋଜି ଆପଣ ଯଦି ଦେଖିବେ, ସେ ସାମରିକ କ୍ଷେତ୍ରରେ ହେଉ, ଅର୍ଥନୈତିକ କ୍ଷେତ୍ରରେ ହେଉ, ଅନ୍ୟାନ୍ୟ ଯେକୌଣସି ବ୍ୟବସାୟ ହେଉ, ଆମେରିକାର ଟେକ୍ନୋଲୋଜି ନିଶ୍ଚିତ ଭାବରେ ସବୁଠୁ ଭଲ। ତେଣୁ ଆମେରିକାର ଟେକ୍ନୋଲୋଜି ପାଇଁ ଯଦି ଆମେରିକା ସରକାର କହୁଛନ୍ତି ଆମ ଟେକ୍ନୋଲୋଜି ଆପଣ ବ୍ୟବହାର କରନ୍ତୁ, ଆମଠୁ କିଣନ୍ତୁ, କିଛି ଆପତ୍ତି ନାହିଁ। ଆମେ ମଧ୍ୟ ଆମେରିକାରୁ ଅନେକ ପ୍ରକାର ଆମର ସାମରିକ ସରଞ୍ଜାମ ଏବଂ ଆମର ପ୍ରତିରକ୍ଷା ସମ୍ପର୍କୀୟ ଅନେକ ଜିନିଷ ଆମେ ଆମେରିକାରୁ କିଣୁ। ଆହୁରି ମଧ୍ୟ କିଣିବାକୁ ଇଚ୍ଛା, ଯେହେତୁ ଆମେରିକାର ଏଇ ଯେଉଁ ନାନା ପ୍ରକାର କଟକଣା ଥାଏ, କୌଣସି ଦେଶ ବିଶେଷ କରି ଭାରତ କେବେ ଆଗ୍ରହ ପ୍ରକାଶ କରିନି। ତେଣୁ ଆମେ ସ୍ୱାଧୀନତା ପାଇଲା ଦିନ ଠାରୁ ରୁଷିଆ ଉପରେ, ପ୍ରଥମେ ଥିଲା USSR, ତାପରେ ରୁଷିଆ, ତାଙ୍କ ଉପରେ ଆମେ ବେଶୀ ନିର୍ଭରଶୀଳ। ସେମାନେ ମଧ୍ୟ ଆମକୁ କୌଣସି ସମୟରେ ହଇରାଣ ହରକତ କରିନାହାନ୍ତି, ଏ ନିୟମ ସେ ନିୟମ ଏମିତି ଦେଖେଇକିରି। ୟାପରେ ବର୍ତ୍ତମାନ ୟାକୁ ନେଇ ଏଇ ଯେଉଁ ଭାରତ ଏବଂ ଆମେରିକା ମଧ୍ୟରେ ଏଇ ଯେଉଁ ବାଣିଜ୍ୟିକ ରାଜିନାମାକୁ ନେଇ କୌଣସି ନା କୌଣସି କାରଣରୁ ଆମର ବିରୋଧୀ ପକ୍ଷ ଖୁସି ନୁହନ୍ତି। ସେମାନେ ୟା ଭିତରେ ଅଭିଯୋଗ କରିଛନ୍ତି ଏବଂ ସରକାରଙ୍କୁ ଦାବି କରିଛନ୍ତି ପାର୍ଲାମେଣ୍ଟରେ ତଥ୍ୟ ରଖିବା ପାଇଁ ଯେ ଯଦି ଆମେରିକା ଆମ ଦେଶରେ ଆସି ଜିନିଷ ବିକେ ଏବଂ ଆମ ଦେଶ ତା ଉପରେ କୌଣସି ଟିକସ ଧାର୍ଯ୍ୟ କରିବ ନାହିଁ, ତାହେଲେ ଆମ ଜିନିଷ ଆମେରିକାରେ ବିକ୍ରି ହେବ, ତା ଉପରେ 18% ଟିକସ କାହିଁକି ଲାଗୁ ହେବ? କଥାଟା ଠିକ୍।